ବୃଷ ରାଶି ବୃହସ୍ପତି 1/6/2026 ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ବୃହସ୍ପତି ଏବଂ ଶନି ଏକାଦଶରେ। ତେଣୁ ବୃଷ ରାଶିର ବ୍ୟକ୍ତିମାନଙ୍କର ଅତ୍ୟଧିକ ରାଜଯୋଗ ଅସମ୍ଭବକୁ ସମ୍ଭବ କରିବେ। ଭାଗ୍ୟରେ କର୍ମରେ ଆର୍ଥିକ ଅବସ୍ଥାର ଉନ୍ନତି ଆସିବ। ନୂତନ ଗୃହ ନିର୍ମାଣ, ନୂତନ ଭୂମି କ୍ରୟ, ନୂତନ ଯାନ କ୍ରୟ ଏସବୁ କ୍ଷେତ୍ରରେ ବ୍ୟବସାୟ ସବୁ ବର୍ଗର ବ୍ୟକ୍ତିମାନେ ବ୍ୟବସାୟୀ, କର୍ମଜୀବୀ, ଗୃହିଣୀ, ଯେଉଁମାନେ ନୂତନ କର୍ମ ପାଇଁ ଆଶାୟୀ ଅଛନ୍ତି ଏବଂ ଯେଉଁମାନଙ୍କର ବୈବାହିକ ଆଶାୟୀ ସେମାନଙ୍କର ବିବାହ ସ୍ଥିର ହେବ ଏବଂ କ୍ରୀଡ଼ାବିତମାନେ କ୍ରୀଡ଼ାରେ ଉନ୍ନତି କରିବେ, ସମ୍ମାନ ପାଇବେ, ଭଲ ପଇସା ପତ୍ର ପାଇବେ ଏବଂ ଗୃହିଣୀମାନେ ଘରକୁ ଠିକ୍ଠାକ୍ ଭାବରେ ଚଳାଇବେ ଏବଂ ସେମାନଙ୍କର ଘରେ ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିବ, ଦେହ ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। ବ୍ୟବସାୟ ସବୁ ବର୍ଗର ବ୍ୟକ୍ତିମାନେ ବୃଷ ରାଶିର ସବୁ ବର୍ଗର ବ୍ୟକ୍ତିମାନେ ଅତ୍ୟଧିକ ଶୁଭଫଳ ପାଇବେ। ସେମାନଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ। ନୂତନ ଆୟର ସଞ୍ଚାର ଖୋଲିବ, ନୂତନ ଆୟର ସୁଯୋଗ ସୃଷ୍ଟି ହେବ କିମ୍ବା ନୂତନ ବ୍ୟବସାୟମାନେ ନୂତନ ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରିବେ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ ବା ସେଥି ପ୍ରକାର ସୁଯୋଗ ଜୁଟିବ। ସମସ୍ତ ସୁଯୋଗ, ସମସ୍ତ ଆଶା ଆକାଂକ୍ଷା ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ସୁବିଧା ସୁଯୋଗ ହାତ ପାନ୍ତରେ ଉପଲବ୍ଧ। ଆପଣ ଯେଉଁଟା ଚାହୁଁଛନ୍ତି ସେଇଟା ଆପଣଙ୍କ ହାତ ପାନ୍ତରେ ଆସି ପହଞ୍ଚିବ। ନିଶ୍ଚିତ ଭାବରେ ଆପଣଙ୍କର ଜାତକରେ ଯେତେ ଖରାପ ଫଳ ପାଉ, ଜାତକ ଫଳ ହେଲା ମୁଖ୍ୟ। ଆପଣମାନଙ୍କ ଜାଣି ରଖିବା ପାଇଁ ଆମେ କହିଦେଉଛି ଯେ ଜାତକ ଫଳ ହେଲା ମୁଖ୍ୟ। ଗୋଚର ଫଳଟା ତାର ସବଷ୍ଟିଚ୍ୟୁଟ୍, ମାନେ ଗୋଚର ଫଳଟା କିଛି ମାତ୍ରାରେ କାମ କରେ। ଯେହେତୁ ଜାତକରେ ବୃଷ ରାଶିର ବ୍ୟକ୍ତିମାନଙ୍କର ଯେତେ ଅଶୁଭ ଫଳ ଫଳିଥିଲେ ମଧ୍ୟ ବୃହସ୍ପତି ଦ୍ୱିତୀୟ ଏବଂ ଶନି ଏକାଦଶ ହେତୁ ଅତ୍ୟଧିକ ଶୁଭ ଫଳ ପାଇବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟର ସୁଯୋଗ ପାଇବେ, ବ୍ୟବସାୟରେ ଉନ୍ନତି ଆସିବ, ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ, ନୂତନ ଭୂମି ଯାନବାହନ କ୍ରୟ କରିବେ ଏବଂ କିମ୍ବା ଗୃହ ନିର୍ମାଣ ଏସବୁ କର୍ମ କରିବେ ଏବଂ ବ୍ୟବସାୟରେ ସେମାନଙ୍କର ଉନ୍ନତି ଆସିବ। କର୍ମଜୀବୀମାନଙ୍କର କର୍ମରେ ଉନ୍ନତି ଏବଂ ସେମାନେ ପ୍ରମୋସନ୍ ପାଇପାରନ୍ତି କିମ୍ବା ତାଙ୍କର କିଛି ଇନକ୍ରିମେଣ୍ଟ ହୋଇପାରେ ବା ଦରମା କିଛି ବୃଦ୍ଧି ହୋଇପାରିବେ କିମ୍ବା ତାଙ୍କର ଅଲଗା ସୋର୍ସରୁ କିଛି ଆୟ ଆସିପାରେ। ଯେଉଁମାନେ କର୍ମ ଆଶାୟୀ ବା ନୂତନ କର୍ମସଂସ୍ଥାନ ଖୋଜୁଛନ୍ତି ସେମାନଙ୍କର କର୍ମସଂସ୍ଥାନଟି ଆପଣଙ୍କର 1/6/2026 ଭିତରେ ନିଶ୍ଚିତ ଭାବରେ ପାଇଯିବେ। କାରଣ ସେମାନେ ଧନ ପାଇବେ। ଚାକିରିଟିଏ ପାଇଲେ ଧନ ମିଳିବ, ଚାକିରି ନ ପାଇଲେ ଧନ କେଉଁଠୁ ମିଳିବ? ତେଣୁକରି ମୁଖ୍ୟ କଥା ହେଲା ସେମାନେ ଯେହେତୁ ବୃଷ ରାଶିର ବ୍ୟକ୍ତିମାନଙ୍କୁ ଯେଉଁମାନେ ଚାକିରି ପାଇଁ ଚେଷ୍ଟା କରୁଛନ୍ତି, ବାରମ୍ବାର ଫେଲ୍ ହେଉଛନ୍ତି, ପାସ୍ କରିପାରୁନାହାନ୍ତି, ଟିକେ ଗୋଟେ ଗୋଟେ ପଏଣ୍ଟରେ କଟି ଯାଉଛନ୍ତି, ସେମାନଙ୍କର 1/6/2026 ଭିତରେ ଚାକିରିଟିଏ ମିଳିବ, ଭଲ ଚାକିରିଟିଏ ମିଳିବ। ଏବଂ ଯେଉଁମାନେ କ୍ରୀଡ଼ାବିତ ଅଛନ୍ତି ସେମାନେ କ୍ରୀଡ଼ାରେ ଉନ୍ନତି କରିବେ, ଯଶ ସମ୍ମାନ, ଦେଶର ସମ୍ମାନ, ତାଙ୍କର ଅଞ୍ଚଳର ସମ୍ମାନ ବୃଦ୍ଧି କରିବେ ଏବଂ ସେମାନଙ୍କର ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ଆସିବ। ଯେଉଁମାନେ ବୈବାହିକ ଆଶାୟୀ, ଯେଉଁମାନଙ୍କର ଯେଉଁ ପୁଅ ଝିଅମାନଙ୍କର ବିବାହ କର୍ମ ବିଘ୍ନ ଅଟକି ରହିଛି, ବୟସ ହେଇଗଲାଣି, ବିବାହ ଠିକ୍ଠାକ୍ ହେଇପାରୁନି, ଅସ୍ଥିର ଅଛନ୍ତି ବାପା ମାଆ ମାନେ, ସେମାନଙ୍କର ବୈବାହିକ କର୍ମ ସ୍ଥିର ହେବ ଏବଂ ସୁଯୋଗ ପାତ୍ରରେ ଭଲ ପାତ୍ରରେ ସେମାନଙ୍କର ବିବାହ ସ୍ଥିର ହେବ ଏବଂ ବିବାହ ହେଇଯିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କର ପ୍ରେମ ଭାଙ୍ଗି ଯାଇଥିବା ପ୍ରେମ ପୁଣି ଆଉଥରେ ସେମାନେ ପ୍ରେମ ପୁଣି ସଫଳ ହେବ ଏବଂ ସେମାନଙ୍କ ବ୍ରେକଅପ୍ଟା ବନ୍ଦ ହେଇଯିବ। ସେମାନେ ଭଲ ପ୍ରେମରେ ଉନ୍ନତି କରିବେ। ଶିକ୍ଷାର୍ଥୀମାନେ ଶିକ୍ଷାରେ ମନୋନିବେଶ କରିବେ, ଉଚ୍ଚଶିକ୍ଷା ପାଇବାକୁ ସେମାନେ ବିଦେଶ ଯାତ୍ରା କରିବେ ଏବଂ ଶିକ୍ଷାରେ ଉନ୍ନତି ଏବଂ ଭଲ ନମ୍ବର ଭଲ ଇଏ ରଖିକରି ଶିକ୍ଷାର ବିକାଶ କରିବେ। ଯେଉଁମାନେ ଗୃହିଣୀ ସେମାନଙ୍କର ଆର୍ଥିକ ସ୍ଥିତି, ପାରିବାରିକ ସ୍ଥିତି ଏବଂ ସମସ୍ତ କ୍ଷେତ୍ରରେ ଏବଂ ଘରଟାକୁ ଚଳାଇବାର ଯେଉଁ କଳା ସେମାନେ ଠିକ୍ଠାକ୍ ଚଳାଇବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୁଝାମଣା କରି ପରିବାରଟିକି ସୁଖ ଶାନ୍ତିରେ ରଖିବେ। ତେଣୁ ବୃଷ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଅତ୍ୟଧିକ ଶୁଭଫଳ ପାଇବେ। 1/6/2026 ପରେ ତୃତୀୟ ବୃହସ୍ପତି ହେଉଥିବା ଯୋଗୁଁ କିଛି ମାତ୍ରାରେ, କାରଣ ବୃହସ୍ପତି ପୁଣି ଆଉଥରେ ଆପଣଙ୍କର ଚତୁର୍ଥ ବୃହସ୍ପତି ହେବେ ଅକ୍ଟୋବର ପରେ। ବୃହସ୍ପତି ତୃତୀୟ ହେଲେ ଭାତୃବିବାଦ, ଭଗିନୀ ବିବାଦ ଏବଂ ସମସ୍ତ କର୍ମରେ କିଛି କିଛି ବିଘ୍ନ ବୃଷ ରାଶିର ବ୍ୟକ୍ତିମାନଙ୍କର ସବୁ ବର୍ଗର ବ୍ୟକ୍ତିମାନଙ୍କର ଘଟିପାରେ। କିନ୍ତୁ ଯେହେତୁ ବୃହସ୍ପତି ପ୍ରଥମରୁ 6 ମାସ ରହିଛନ୍ତି ଭଲରେ ଏବଂ ଚନ୍ଦ୍ର ବୃଷରେ ଅଛନ୍ତି, ଯେଉଁଦିନ ନୂଆବର୍ଷ ହେଉଛି ସେଦିନ ଚନ୍ଦ୍ର ବୃଷରେ ଅଛନ୍ତି, ସେମାନେ ତାଙ୍କର ଶୁଭକର୍ମ, ବୈବାହିକ କର୍ମ, ପୁଅ ଝିଅମାନଙ୍କର ବୈବାହିକ କର୍ମ, ଭାଇ ଭଉଣୀଙ୍କ ବୈବାହିକ କର୍ମ ଏସବୁ କର୍ମ କରିବେ। ତୃତୀୟ ବୃହସ୍ପତି 1/6 ପରେ ଆସିଲେ କିଛି ବିଘ୍ନ ଘଟାଇ ପାରିବେ ଏବଂ ସେଇଟା ଆପଣଙ୍କର 6 ମାସ ଟିକେ
50% বা 40% ଅଶୁଭ ଫଳ ପାଇବେ, ଯେଉଁଟାକି ପାରିବାରିକ ଅଶାନ୍ତି, ଭାତୃ ବିବାଦ, କର୍ମରେ ବିଘ୍ନ, କର୍ମରେ ଅଯଥା ବିଳମ୍ବ, ଏସବୁ ଜିନିଷ ବୃଷ ରାଶିର ବ୍ୟକ୍ତିମାନଙ୍କର ଘଟିପାରେ। ବିଶେଷ ଅସୁବିଧା ନାହିଁ। ବୃଷ ରାଶିର ବ୍ୟକ୍ତିମାନଙ୍କର ଯେହେତୁ ବୃହସ୍ପତି 1-6 ପରେ ତୃତୀୟ ଏବଂ 30-10 ପରେ ଚତୁର୍ଥ ବୃହସ୍ପତି ହେଉଛନ୍ତି। ତେଣୁକରି ବୃଷ ରାଶିର ବ୍ୟକ୍ତିମାନେ କେବଳ ବୃହସ୍ପତିଙ୍କର ଯନ୍ତ୍ର କିମ୍ବା କବଚ 1-6-2026 ଧାରଣ କରି ଯଦି ବୃହସ୍ପତିଙ୍କ ମନ୍ତ୍ରକୁ ପାଠ କରନ୍ତି ସକାଳେ ସନ୍ଧ୍ୟାବେଳେ, ନିଶ୍ଚିତ ଭାବରେ ସେମାନଙ୍କର ଏହି 2026 ମସିହାଟି ଅତ୍ୟଧିକ ଶୁଭଫଳ ପାଇବ ଏବଂ ସେମାନେ ଭଲରେ ତାଙ୍କର ପାରିବାରିକ ଆର୍ଥିକ ସ୍ଥିତି ମଜବୁତ ହେବ।